हेलो स्टूडेंट ମୁଁ ମୋର ଓଡ଼ିଆ ମିଡ଼ିୟମ୍ କ୍ଲାसेସ୍ ଏଜୁକେସନ୍ ଚ୍ୟାନେଲକୁ ୱେଲକମ୍ ଜଣାଉଛି। ତ ଆଶା କରୁଛି ପିଲାମାନେ ସମସ୍ତେ ବହୁତ ଭଲରେ ଥିବେ ଏବଂ ଆପଣଙ୍କ ପରିବାରରେ ମଧ୍ୟ ପ୍ରାୟତଃ ସମସ୍ତେ ବହୁତ ଭଲରେ ଥିବେ। ତ ପିଲାମାନେ ଆଜି ଦେଖିବା ଓଡ଼ିଶାରେ ବହୁତ ଗୁଡ଼ାଏ ଜିଲ୍ଲାରେ ଆପଣଙ୍କର ଟିଚର ପୋଷ୍ଟ ବାହାରିଛି। କଳାହାଣ୍ଡି, ନୂଆପଡ଼ା, ତାପରେ କେଉଁଝର, ମୟୂରଭଞ୍ଜ ଏହିସବୁ ଜିଲ୍ଲାମାନଙ୍କରେ ଆପଣଙ୍କର ଟିଚର ପୋଷ୍ଟ ବାହାରିଛି। ତ ଆମେ ଡିଟେଲ୍ସ ଦେଖିବା, ଏଜ୍ ଲିମିଟ୍ ଦେଖିବା, ତାର ଓକେ କ୍ୱାଲିଫିକେସନ୍ ବିଷୟରେ ଦେଖିବା। ତ ତା ପୂର୍ବରୁ ଯଦି ଆପଣମାନେ ଆମ ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେଇନାହାନ୍ତି ତାହେଲେ ସର୍ବପ୍ରଥମେ ଆପଣ ପ୍ଲେ ଷ୍ଟୋରରୁ ଯାଇକି ଟେଲିଗ୍ରାମ ବୋଲି ଏକ ଆପ୍ସ ଅଛି, ଆପଣମାନେ ସେଇ ଆପ୍ସକୁ ଡାଉନଲୋଡ଼ କରିଦେବେ। ଯଦି ଅଛି ତାହେଲେ ଡାଉନଲୋଡ଼ କରିବାକୁ ପଡ଼ିବ ନାହିଁ। ଡାଉନଲୋଡ଼ କରି ସାରିଲା ପରେ ତାକୁ ଓପେନ୍ କରିବେ। ଓପେନ୍ କରି ସାରିଲା ପରେ ସର୍ଚ୍ଚ କରିବେ ଆମ ଗ୍ରୁପର ନାମ ଓଡ଼ିଆ ମିଡ଼ିୟମ୍ କ୍ଲାसेସ୍ ବୋଲି। ଓଡ଼ିଆ ମିଡ଼ିୟମ୍ କ୍ଲାसेସ୍ ଦେଖିବେ ଫାଷ୍ଟ ପେଜରେ ହିଁ ଆସିଯିବ ଏବଂ ଲଗୋରେ ଦେଖିବେ ଓଡ଼ିଆ ମିଡ଼ିୟମ୍ କ୍ଲାସେସ୍ ଏଜୁକେସନ୍ ବୋଲି ଥିବ, ଓଡ଼ିଆ ମାଧ୍ୟମ ଶିକ୍ଷା ବୋଲି ଥିବ। ତଳେ ଦେଖିବେ ଜଏନ୍ ବୋଲି ଆସିବ। ଆପଣମାନେ ସେଇ ଜଏନ୍ରେ କ୍ଲିକ୍ କରିଦେବେ, ଡାଇରେକ୍ଟଲି ଏଇ ଗ୍ରୁପରେ ଜଏନ୍ ହେଇଯିବେ। ଦେଖନ୍ତୁ ଜଏନ୍ ହେଲା ପରେ ଆପଣମାନେ 1 to 10 ସମସ୍ତ ଓଡ଼ିଆ ମିଡ଼ିୟମ୍ କ୍ଲାସ୍ ପାଇପାରିବେ, ଓଡ଼ିଆ ମିଡ଼ିୟମ୍ ବୁକ୍ ପାଇପାରିବେ। ତାପରେ ଆପଣମାନେ ପାଇପାରିବେ NCERT ବୁକ୍ ମଧ୍ୟ ଡାଉନଲୋଡ଼ କରିବା ପାଇଁ NCERT ବୁକ୍ ମଧ୍ୟ ଡାଉନଲୋଡ଼ କରିପାରିବେ। ତାପରେ ଆପଣମାନେ ଡେଲି ଜବ୍ ଅପଡ଼େଟ୍ ପାଇପାରିବେ, ଡେଲି ଜବ୍ ଅପଡ଼େଟ୍ ଗଭର୍ଣ୍ଣମେଣ୍ଟ ଇନଫର୍ମେସନ୍ ଯାହା ଆସିଥାଏ ପାଇପାରିବେ ଆପଣମାନେ। ଓଡ଼ିଶା ଜିକେ ମଧ୍ୟ ପାଇପାରିବେ, ଓଡ଼ିଶା ଜିକେ କ୍ଲାସ୍ ପାଇପାରିବେ, ଇଣ୍ଡିଆନ୍ ଜିକେ କ୍ଲାସ୍ ପାଇପାରିବେ। ଏବଂ ଆମର ଯେତେ ସବୁ ଭିଡ଼ିଓ କରାଯାଇଛି ତାର ଭିଡ଼ିଓର ଲିଙ୍କ୍ ମଧ୍ୟ ପ୍ରୋଭାଇଡ଼ କରିଦିଆଯାଇଛି ଗ୍ରୁପରେ। ଆପଣମାନେ ଡାଇରେକ୍ଟଲି ସେଇ ଲିଙ୍କରେ କ୍ଲିକ୍ କରିକି ସମସ୍ତ ଭିଡ଼ିଓକୁ ଆପଣମାନେ ଆକ୍ସେସ୍ କରିପାରିବେ। ଏବଂ ଆପଣମାନେ କ୍ଲାସ୍ ସହିତ PDF ମଧ୍ୟ ପାଇପାରିବେ। ଭିଡ଼ିଓ ସହିତ ଆପଣ PDF ମଧ୍ୟ ଡାଉନଲୋଡ଼ କରିପାରିବେ। ଫ୍ରିରେ ଡାଉନଲୋଡ଼ କରିପାରିବେ, କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ। ତ ଦେଖନ୍ତୁ ପିଲାମାନେ, ଯଦି ଆପଣମାନେ ଜଏନ୍ ହେବାକୁ ଚାହୁଁଛନ୍ତି ତାହେଲେ ମୁଁ ଭିଡ଼ିଓ ଡେସ୍କ୍ରିପସନ୍ରେ ସମସ୍ତ ଲିଙ୍କ୍ ଦେଇଥିବି, ଆପଣମାନେ ଡାଇରେକ୍ଟଲି ସେଠି କ୍ଲିକ୍ କରିକି ଜଏନ୍ ହେଇଯିବେ। ତ ଦେଖନ୍ତୁ ଇଏ ଆସିଛି ଆପଣଙ୍କର କଳାହାଣ୍ଡି ଡିଷ୍ଟ୍ରିକ୍ଟରେ ବହୁତ ଏଇ ଯେଉଁ ଇଣ୍ଟରଭ୍ୟୁ ପାଇଁ ଦେଖନ୍ତୁ ଇଏ 13 ତାରିଖ ଆସିଛି। ଏଇଟା ଆପଣମାନେ ଦେଖନ୍ତୁ ଏଇଟା ଆପଣଙ୍କର ଇଣ୍ଟରଭ୍ୟୁ ଆସିଛି। ଯେଉଁ ପିଲା ଏଲିଜିବଲ୍, ଯେଉଁ କ୍ୟାଣ୍ଡିଡେଟ୍ ଏଲିଜିବଲ୍ ହେଇପାରିବେ ତାଙ୍କେ ଡକୁମେଣ୍ଟ ଧରିକି ଦେଖନ୍ତୁ କଣ୍ଟ୍ରାଚୁଆଲ୍ ବେସିସ୍ର ଗେଷ୍ଟ ଟିଚର୍ ଅଟେ। ତ ଆପଣମାନେ ସମସ୍ତ ଡକୁମେଣ୍ଟ ଧରିକି ଆପଣମାନେ ଇଣ୍ଟରଭ୍ୟୁ ପାଇଁ ଯିବେ। ତ ଦେଖନ୍ତୁ ଆପଣଙ୍କର ଧରିକି ଯିବେ 31/3/2026, ଆପଣଙ୍କର 10ଟାରୁ ଘଣ୍ଟେ ଯାଏଁ ହେବ। ଆଉ କେଉଁଠିକି ଯିବେ ତ ଦେଖନ୍ତୁ ଏଇଠି ପୁରା ଆଡ୍ରେସ୍ ଅଛି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ କଳାହାଣ୍ଡି ଡିଷ୍ଟ୍ରିକ୍ଟ ଅଫିସ୍ ନଡିଏମ୍ ପ୍ରିନ୍ସିପାଲ OAB ଦେଖନ୍ତୁ ମାସିନି ମୁଣ୍ଡା ପୋଷ୍ଟ କେସିଙ୍ଗା ଡିଷ୍ଟ୍ରିକ୍ଟ କଳାହାଣ୍ଡି। ତ ଏଇ ଆଡ୍ରେସ୍ରେ ଆପଣମାନେ ଯିବେ 31 ତାରିଖରେ ଆପଣଙ୍କର ଅଲ୍ ସପୋର୍ଟିଂ ଡକୁମେଣ୍ଟ ସହିତ ୱିଥ୍ ଅରିଜିନାଲ୍ ଡକୁମେଣ୍ଟ ନେଇକି ଯିବେ, ଫଟୋ କପି ନେଇକି ଯିବେ। ଏସବୁ ଧରିକି ଆପଣମାନେ ଯିବେ, ଏସବୁ ଧରିକି ଯିବେ ଆପଣଙ୍କର ଇଣ୍ଟରଭ୍ୟୁ ପାଇଁ। ଦେଖନ୍ତୁ ପୁରା ପୋଷ୍ଟ ଅଛି, ଆପଣମାନେ ଦେଖିପାରିବେ। OAB ମାସିନିମୁଣ୍ଡା ପାଇଁ, ମୁସିଗୁଡ଼ା ପାଇଁ, ଜୁନାଗଡ଼ ପାଇଁ, ଚଚରା ତ ଅଛି, ପାର୍ଲା ପାଇଁ OAB ପାର୍ଲା, ମଦନପୁର ପାଇଁ। ତ ଆପଣମାନେ ଦେଖିନେବେ ଏସବୁ। ଦେଖନ୍ତୁ TGT ପାଇଁ ଅଛି, PGT ଫିଜିକ୍ସ ପାଇଁ, PGT କେମିଷ୍ଟ୍ରି ପାଇଁ, PGT କମ୍ପ୍ୟୁଟର ସାଇନ୍ସ, ତ ସବୁ ପାଇଁ ଅଛି। ଆପଣଙ୍କର ସାଲାରୀ ମଧ୍ୟ ଦେଖନ୍ତୁ TGT ପାଇଁ ଅଛି 25 ରୁ 30 ହଜାର ମିଳିବ। ତାପରେ ଆପଣଙ୍କର ଏଇଟା ମଧ୍ୟ TGT ପାଇଁ ଦେଖିପାରୁଥିବେ, ଦେଖିଲେ ଆପଣ ସାଲାରୀ ମଧ୍ୟ। ଏଲିଜିବିଲିଟି କ୍ରାଇଟେରିଆ ତ ଆପଣମାନେ ଜାଣିଥିବେ। ଦେଖନ୍ତୁ ଆପଣଙ୍କର ଏଜୁକେସନାଲ୍ କ୍ୱାଲିଫିକେସନ୍ ଥିବାର ଅଛି। ଆପଣଙ୍କର ମ୍ୟାକ୍ସିମମ୍ ଏଜ୍ 18 ମିନିମମ୍ ଏଜ୍
18 ଆପଣ ମ୍ୟାକ୍ସିମମ୍ 65 ଇୟର୍ ଥିଲେ ଆପଣମାନେ ଯାଇପାରିବେ ଏବଂ ଇଣ୍ଡିଆର ହେଇଥିବାର ଅଛି ଭଲ ସାଉଣ୍ଡ ଶୁଭୁଥିବାର ଅଛି ହେଲା ମଷ୍ଟ ବି ହେଭିଂ ମୋର୍ ଦେନ୍ ୱାନ୍ ସ୍ପୋର୍ଟସ୍ ଲିଭିଂ। ତ ଆପଣମାନେ ସବୁ ଡକୁମେଣ୍ଟ ଧରିକି ଯାଇପାରିବେ ଏବଂ ଦେଖନ୍ତୁ ଆପଣଙ୍କର କ୍ୱାଲିଫିକେସନ୍ ତ ଆପଣମାନେ ଦେଖିପାରିବେ ଏସବୁ ଆପଣମାନେ ଆମ ଟେଲିଗ୍ରାମ ଗ୍ରୁପରେ ଦେଇଦେବି ଆପଣମାନେ ଡାଇରେକ୍ଟଲି ଦେଖିପାରିବେ। ଏଇ ଯେଉଁ ବାୟୋଡାଟା ଅଛି ଏଠି ଫିଲ୍ଅପ୍ କରିବାକୁ ପଡ଼ିବ ବାୟୋଡାଟା। ତାପରେ ଦେଖନ୍ତୁ ଆପଣଙ୍କର ଦେଖିପାରିବେ ଏଇଟା ଦେଖନ୍ତୁ ଇଏ ଆସିଛି ଆପଣଙ୍କର ନୂଆପଡ଼ା ଡିଷ୍ଟ୍ରିକ୍ଟରୁ। ତ ନୂଆପଡ଼ା ଡିଷ୍ଟ୍ରିକ୍ଟର ଦେଖନ୍ତୁ ଏଇଟା ମଧ୍ୟ ଆପଣଙ୍କର ଦେଖିପାରିବେ ଏଇ ଯେଉଁ ଆଡ୍ରେସ୍ ଅଛି ଆପଣଙ୍କର ଦେଖନ୍ତୁ 65 ଇୟର୍ ଆପଣଙ୍କର ମ୍ୟାକ୍ସିମମ୍ ବୟସ ଓ କଣ୍ଟ୍ରାକ୍ଚୁଆଲ୍ ବେସିସ୍ରେ ପାର୍ଟ ଟାଇମ୍ରେ ଆପଣମାନେ କରିପାରିବେ ଏବେ ନୂଆପଡ଼ା ଡିଷ୍ଟ୍ରିକ୍ଟ ଅଛି ଆପଣ ଦେଖିପାରିବେ। ତ ସେମ୍ ଆପଣମାନେ ଆପଣଙ୍କର କ୍ୱାଲିଫିକେସନ୍ ଦେଖନ୍ତୁ ଡକୁମେଣ୍ଟ ଭେରିଫିକେସନ୍ ବିଫୋର୍ the verification committee with filled biodata. The verification will be done physically with original document and photocopy। ଏଇ ଯେଉଁ ଆଡ୍ରେସ୍ ଅଛି ଆପଣ ଏଠି ସମସ୍ତ ଏତିକି ତାରିଖରେ କ'ଣ ସବମିଟ୍ କରିବାକୁ ପଡ଼ିବ ଆପଣଙ୍କର ଅଲ୍ ଡକୁମେଣ୍ଟ 20/3/2025। ଓକେ ଦେଖନ୍ତୁ ଏଇ ଯେଉଁ ଅଛି PMCT ଗଭର୍ଣ୍ଣମେଣ୍ଟ ହାଇସ୍କୁଲ କରିୟର ରୋଡ଼ ନୂଆପଡ଼ାରେ। ତ ଦେଖନ୍ତୁ ଇଏ ବି ମଧ୍ୟ ଅଛି ଆପଣଙ୍କର PGT TGT ପାଇଁ ଆପଣଙ୍କର ସାଲାରୀ ସବୁ ଅଛି ଆପଣମାନେ ସବୁ ମଧ୍ୟ ଦେଖିପାରିବେ। ଏଠି ଯେଉଁ ଆପଣଙ୍କର ଅଛି ବାୟୋଡାଟା ଫର୍ମ ମଧ୍ୟ ଅଛି ଆପଣମାନେ ଦେଖିପାରିବେ। ତାପରେ ଦେଖନ୍ତୁ ଅଛି ଇଏ ଆସିଛି ଆପଣଙ୍କର ମୟୂରଭଞ୍ଜ ଡିଷ୍ଟ୍ରିକ୍ଟର ମୟୂରଭଞ୍ଜ ଡିଷ୍ଟ୍ରିକ୍ଟର ଅଛି ଏଇଟା ସେମ୍ ଆପଣଙ୍କର ଏଇଟା ଦେଖନ୍ତୁ 30 ତାରିଖ ପୂର୍ବରୁ ଆପଣମାନେ ସ୍ପିଡ୍ ପୋଷ୍ଟ ରେଜିଷ୍ଟର ପୋଷ୍ଟ ମାଧ୍ୟମରେ ଆପଣମାନେ ଏଇଟା ପଠାଇ ଦେଇପାରିବେ ଡକୁମେଣ୍ଟ। ଏଇ ଯେଉଁ ଆଡ୍ରେସ୍ ଅଛି ଏଇ ଆଡ୍ରେସ୍ଟା ଆପଣମାନେ ପଠାଇ ଦେଇପାରିବେ ସ୍ପିଡ୍ ପୋଷ୍ଟ ମାଧ୍ୟମରେ 30 ତାରିଖ ପୂର୍ବରୁ 24 ନମ୍ବର ଅଫ୍ ମୟୂରଭଞ୍ଜ ଡିଷ୍ଟ୍ରିକ୍ଟ ଏକାଡେମୀ 2020। ତ ଏଇଟା ମଧ୍ୟ ଆପଣଙ୍କର ପାର୍ଟ ଟାଇମ୍ ଟିଚର୍ ପାଇଁ ଆସିଛି ଦେଖିଲେ କେବେ ଲାଷ୍ଟ ଡେଟ୍। ତ ଆପଣମାନେ ଆପଣଙ୍କ ଯେତେ ସବୁ ବାୟୋଡାଟା ଏ ତାରିଖ ଭିତରେ ପହଞ୍ଚାଇବାକୁ ପଡ଼ିବ। ତାପରେ ଦେଖନ୍ତୁ ଏଇ ଯେଉଁ ଅଛି ଆପଣଙ୍କର ଡକୁମେଣ୍ଟ ଭେରିଫିକେସନ୍ ହେବ ଏଇଟା ମୁଁ ଦେଖେଇଲି ଏଇଟା ତ ଆପଣଙ୍କର ଏଇଟା ଡକୁମେଣ୍ଟ ପଠାଇବେ। ତ ଆପଣଙ୍କର ଦେଖନ୍ତୁ ଡକୁମେଣ୍ଟ ଭେରିଫିକେସନ୍ ହେବ ଏଇ ଯେଉଁ ଦେଖ 10 ତାରିଖ ହେବ 10 ତାରିଖ ମାନେ ଆସନ୍ତା ମାସ 4 ତାରିଖରେ 10 ତାରିଖ 4 ମାସ ଦେଖନ୍ତୁ 10ଟାରୁ ଆପଣଙ୍କ 4ଟା ପର୍ଯ୍ୟନ୍ତ ହେବ ଆପଣଙ୍କ ଡକୁମେଣ୍ଟ ଅଲ୍ ଡିଷ୍ଟ୍ରିକ୍ଟ ଆପଣମାନେ ଦେଖନ୍ତୁ ପ୍ରଡ୍ୟୁସ୍ ଅରିଜିନାଲ୍ ସାର୍ଟିଫିକେଟ୍ ଡକୁମେଣ୍ଟ ସବୁ ଧରିକି ଯିବାକୁ ପଡ଼ିବ 10 ତାରିଖରେ। ତାପରେ ଆପଣଙ୍କର ଦେଖନ୍ତୁ ଏଇ ଯେଉଁ ବାୟୋଡାଟା ଫର୍ମ ଏଇଟା ମଧ୍ୟ ନେବାକୁ ପଡ଼ିବ ସବୁ ଫିଲ୍ଅପ୍ କରିକି ନେବାକୁ ପଡ଼ିବ ଦେଖିଲେ। ତାପରେ ଦେଖନ୍ତୁ ଆହୁରି ଅଛି ଏ ଆସିଛି ଆପଣଙ୍କର ବାଲେଶ୍ୱର ଡିଷ୍ଟ୍ରିକ୍ଟ ପାଇଁ ଦେଖନ୍ତୁ ଆପଣଙ୍କର ଏଇଟା ବାଲେଶ୍ୱର ଡିଷ୍ଟ୍ରିକ୍ଟ ପାଇଁ ଦେଖନ୍ତୁ ଦେଖିକି ପଢ଼ିପାରୁଥିବେ ଏମ୍ପ୍ଲୟମେଣ୍ଟ ଅଫ୍ କଣ୍ଟ୍ରାକ୍ଟ and part-time teachers for different OAVs ବାଲେଶ୍ୱର ଡିଷ୍ଟ୍ରିକ୍ଟ ଫର୍ ଦ ଏକାଡେମିକ୍ ସେସନ୍ 2026-27। ତ ଏଇଟା ମଧ୍ୟ ସେମ୍ ଅଛି ଆପଣମାନେ ଦେଖିପାରିବେ OAVs ପାଇଁ ଆପଣଙ୍କର PGT TGT ପାଇଁ ଯାହା ସବୁ ଅଛି ଆପଣମାନେ ପଢ଼ିପାରିବେ। ତ ଦେଖନ୍ତୁ ତାପରେ ଆପଣଙ୍କର ଏଇଟା ପାଇଁ PGT ଦେଖନ୍ତୁ ଗ୍ରାଜୁଏଟ୍ କରୁଥିବାର ଅଛି 50% ମାର୍କ ଥିବାର ଅଛି ୱିଥ୍ BED କରୁଥିବାର ଅଛି। ତାପରେ OSTET CTET ସବୁ କ୍ୱାଲିଫାଇ ଆପଣଙ୍କର ମିଳିବ ଦେଖନ୍ତୁ 25,000 ସାଲାରୀ ମିଳିବ। ତାପରେ ଦେଖନ୍ତୁ ଏଇଟା CTET ଯାହା ନହେଲେ OSTET ସବୁ ପାସ୍ କରିଥିବାର ଅଛି। TGT ପାଇଁ ଦେଖନ୍ତୁ ଗ୍ରାଜୁଏଟ୍ କରୁଥିବାର ଅଛି BED ଥିବାର ଅଛି BED କରୁଥିବାର ଅଛି ୟୁନିଭର୍ସିଟି ତ ମିଳିବ ଆପଣଙ୍କୁ 20,000 ଫେର୍ ମନ୍ଥଲି। ତ ଦେଖିଲେ ତ ହାଉ ଟୁ ଆପ୍ଲାଏ ତ ଏଇ ଯେଉଁ ଆପ୍ଲାଏ କେମିତି କରିପାରିବେ ଦେଖନ୍ତୁ ଆପ୍ଲିକେସନ୍ କରି ଏଇ ଯେଉଁ ଆଡ୍ରେସ୍ ଅଛି ନା ଏଇ ଆଡ୍ରେସ୍ରେ ଆପଣମାନେ 18 ତାରିଖ ପୂର୍ବରୁ ରେଜିଷ୍ଟର ପୋଷ୍ଟ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଆପଣମାନେ କୋରିଅର ଡାକ ମାଧ୍ୟମରେ ପଠାଇବାକୁ ପଡ଼ିବ ଏଇ ଯେଉଁ 18/3 ତାରିଖ ଭିତରେ। ଓକେ ତ ଆପଣଙ୍କର ଦେଖନ୍ତୁ ଏଇ ଯେଉଁ 19/3ରେ ଆପଣଙ୍କର ଡକୁମେଣ୍ଟ ଭେରିଫିକେସନ୍ ହେବ 8ଟାରୁ ଦେଖନ୍ତୁ 10ଟା
30 ଅଛି। ତାପରେ ଡକୁମେଣ୍ଟ ଭେରିଫିକେସନ୍ 10:30ରୁ 2023 ମଧ୍ୟରେ ସମସ୍ତ ଅରିଜିନାଲ୍ ଡକୁମେଣ୍ଟ ସବୁ ଧରିକି ଯିବେ। ତାପରେ ଦେଖନ୍ତୁ ଏଇ ଯେଉଁ ଅଛି ଏଇଟା ହେଉଛି ଆପଣଙ୍କର ବାୟୋଡାଟା ଫର୍ମ ସବୁ ଫିଲ୍ଅପ୍ କରିକି ନେବାକୁ ପଡ଼ିବ। ଦେଖିଲେ ଆମେ 42 ଥର ମଧ୍ୟ। ଏବେ ଦେଖନ୍ତୁ ଲାଷ୍ଟରେ ଆହୁରି ଅଛି ଆପଣଙ୍କର ଏଇଟା ଆସିଛି ଆପଣଙ୍କର କେଉଁଝର ଡିଷ୍ଟ୍ରିକ୍ଟରେ। ତ ଏଇ ଯେଉଁ ଦେଖନ୍ତୁ ଏଇଟା ମଧ୍ୟ ୱାର୍କିଂ ଇଣ୍ଟରଭ୍ୟୁ ଫର୍ ସିଲେକ୍ସନ୍ ଫର୍ ଦ ମେନ୍ ପାୱାର ଇନ୍ ଟସର ସିଲ୍କ ପାଇଁ ପାର୍କ ବଗମୁଣ୍ଡା ଅନ୍ ଟେମ୍ପୋରାରୀ ବେସିସ୍। ଏଇଟା ମଧ୍ୟ ଟେମ୍ପୋରାରୀ ବେସିସ୍। ଆପଣମାନେ ଯଦି ଏଲିଜିବଲ୍ ଦେଖନ୍ତୁ ୱାର୍କିଂ ଇଣ୍ଟରଭ୍ୟୁ ଫର୍ ଦ ସିଲେକ୍ସନ୍ ଟେକ୍ନିକାଲ ଟେକ୍ନିସିଆନ୍ ପାଇଁ ଅଛି, ମାଷ୍ଟର ୱେବର ପାଇଁ ଅଛି, କଟିଂ କମ୍ ଷ୍ଟିଚିଂ ପାଇଁ ମାଷ୍ଟର ପାଇଁ ଅଛି, ଆସିଷ୍ଟାଣ୍ଟ ୱାର୍କର୍ସ ଫର୍ ଟେମ୍ପୋରାରୀ ବେସିସ୍ ଟସର ସିଲ୍କ ପାର୍କରେ ଆପଣମାନେ ଏସବୁ ଜବ୍ ପାଇପାରିବେ। ଦେଖନ୍ତୁ ଆମେ ଦେଖିବା ଇଲେକ୍ଟ୍ରିସିଆନ୍ ପାଇଁ ଆପଣଙ୍କର ଗୋଟେ ପୋଷ୍ଟ ଅଛି, ଦେଖନ୍ତୁ ଏଜ୍ ଲିମିଟ୍ ଆପଣଙ୍କର 20ରୁ 40 ଏବଂ ମନ୍ଥଲି 7,000 ଟଙ୍କା ମିଳିବ ଆପଣଙ୍କୁ। ମଷ୍ଟ ପାଷ୍ଟ ITI ଫର୍ମ ରେକଗ୍ନାଇଜ୍ 1 ଇୟର୍ ଆପଣଙ୍କର ୱାର୍କ ଏକ୍ସପିରିଏନ୍ସ ରହିଥାଏ। କଟିଂ କମ୍ ସ୍କିଲିଂ ମାଷ୍ଟର 1 ଇୟର୍ 25 ଦେଖନ୍ତୁ ଆପଣଙ୍କର ଏଜ୍ 25ରୁ 50 ବର୍ଷ ଭିତରେ ଦେବେ। 20,000 ଆପଣଙ୍କର ସାଲାରୀ ମିଳିବ। ଆପଣଙ୍କର ଦେଖନ୍ତୁ କ୍ୱାଲିଫିକେସନ୍ 10th ପରେ ଏବଂ ଆପଣଙ୍କର 5 ଇୟର୍ ଏକ୍ସପିରିଏନ୍ସ ରହିବା ଦରକାର ଆପଣଙ୍କର ସ୍ଟିଚିଂ କଟିଂରେ। ତାପରେ ଦେଖନ୍ତୁ ଆପଣଙ୍କର ଏମ୍ବ୍ରଏଡାରୀ ଅପରେଟର ପାଇଁ ଗୋଟିଏ ପୋଷ୍ଟ ଅଛି। ଆପଣଙ୍କର ଏଜ୍ 25ରୁ 50 ଦେଖନ୍ତୁ ସାଲାରୀ 18,000 ମିଳିବ। 10th ପାସ୍ କରିଥିବେ ଏବଂ 3 ଇୟର୍ ୱାର୍କିଂ ଏକ୍ସପିରିଏନ୍ସ ଥିବ ଅପରେଟିଂ ଏମ୍ବ୍ରଏଡାରୀ ମେସିନ୍ ପାଇଁ। ତାପରେ ପାୱାର ଲୁମ୍ ଅପରେଟର ପାଇଁ ଗୋଟିଏ ପୋଷ୍ଟ ଅଛି। 25ରୁ 50 ବର୍ଷ ଆପଣଙ୍କ ଥିବାର ଅଛି। 12,000 ଲେଖାଏଁ ମିଳିବ ଓ 10th ସହିତ ଆପଣଙ୍କର 3 ଇୟର୍ ଏକ୍ସପିରିଏନ୍ସ ଥିବା ଆବଶ୍ୟକ। ତାପରେ ଦେଖନ୍ତୁ ଏ ମାଷ୍ଟର ୱେବର କମ୍ ଡିଜାଇନର ପାଇଁ ଗୋଟେ ପୋଷ୍ଟ ଅଛି। ଆପଣଙ୍କର ଏଜ୍ 25ରୁ 50 ଭିତରେ ରହିବ। ତ ସାଲାରୀ ଆପଣଙ୍କ ପେୟାର ମନ୍ଥଲି 20,000 ମିଳିବ। ଆପଣଙ୍କର 10th ପାସ୍ କରିଥିବାର ଅଛି ଏବଂ 5 ଇୟର୍ ଆପଣଙ୍କର ଏକ୍ସପିରିଏନ୍ସ ଥିବାର ଅଛି। ତ ଆପଣମାନେ ଯାଇପାରିବେ। ତାପରେ ଦେଖନ୍ତୁ ଏଇଠି ଅପରେଟର ଫର୍ ଡିଜିଟାଲ ପାଇଁ ମଧ୍ୟ ସେମ୍ ଅଛି। ଆପଣଙ୍କ ସାଲାରୀ ଦେଖି କରୁଥିବେ 30,000 ମିଳିବ। ଏଜ୍ ଦେଖିପାରିଲେ ଗୋଟିଏ ପୋଷ୍ଟ ଅଛି। 5 ଇୟର୍ ଏକ୍ସପିରିଏନ୍ସ 10th କ୍ଲାସ୍ କରିଥିଲେ ହେଇଯିବ। ଆସିଷ୍ଟାଣ୍ଟ ଫର୍ ଡିଜିଟାଲ ଟେକ୍ସଟାଇଲ ପ୍ରିଣ୍ଟିଂ ୟୁନିଟ୍ ପାଇଁ ମଧ୍ୟ ସେମ୍ ଏଜ୍ 9,000 ମିଳିବ ଆପଣଙ୍କର ସାଲାରୀ। 10th ସହିତ ଆପଣଙ୍କର 1 ଇୟର୍ ଏକ୍ସପିରିଏନ୍ସ ରହିଥିବା ଆବଶ୍ୟକ। ତାପରେ ଦେଖନ୍ତୁ ହେଲ୍ପ ଫର୍ ଡିଜିଟାଲ ଟେକ୍ସଟାଇଲ ପ୍ରିଣ୍ଟିଂ ୟୁନିଟ୍ ପାଇଁ ଆପଣଙ୍କର ଅଛି 21ରୁ 40 ବର୍ଷ 14,000 ଟଙ୍କା ମିଳିବ। 10th ସହିତ ଆପଣଙ୍କର 8 କିଲୋମିଟର ଡିସ୍ ଇଣ୍ଟରଭ୍ୟୁ କରିଗୁମା ଲୋକାଲିଟି ଦେଖନ୍ତୁ 3 ଇୟର୍ ଏକ୍ସପିରିଏନ୍ସ ଆପଣଙ୍କର। ତ ଦେଖିବେ ଡିଟେଲ୍ସ ଟର୍ମ ଅଫ୍ କଣ୍ଡିସନ୍ ମଧ୍ୟ ଅଛି, ଆପଣମାନେ ଏହାକୁ ମଧ୍ୟ ପଢ଼ିପାରିବେ। ଆପଣମାନେ ଇଣ୍ଟରଭ୍ୟୁ ପାଇଁ ଯିବେ ଦେଖନ୍ତୁ ହେଲ୍ଡ 25/3 ଆରମ୍ଭ ଅଫିସରେ ଡକ୍ଟର ସିଲ୍ ପାର୍କ ବଗମୁଣ୍ଡାରେ ଆପଣ ଯିବାକୁ ପଡ଼ିବ। ତ କ'ଣ ଡକୁମେଣ୍ଟ ଦେଖନ୍ତୁ ଆପଣଙ୍କର ବାୟୋଡାଟା ଫର୍ମ ନେଇକି ଯିବେ। ତାପରେ ଆପଣଙ୍କର ପାସପୋର୍ଟ ସାଇଜ ନେଇକି ଯିବେ। ଅରିଜିନାଲ ଏବଂ 2 ସେଟ୍ ଫଟୋ କପି ନେବାକୁ ପଡ଼ିବ। ଏଜୁକେସନାଲ କ୍ୱାଲିଫିକେସନ୍ ସବୁ ନେବାକୁ ପଡ଼ିବ। ଆଇଡେଣ୍ଟି ପ୍ରୁଫ୍ ଆଧାର ନେବାକୁ ପଡ଼ିବ। ବ୍ୟାଙ୍କ ପାସବୁକ୍ ନେବାକୁ ପଡ଼ିବ। ଏକ୍ସପିରିଏନ୍ସ ସାର୍ଟିଫିକେଟ୍ ସବୁ ନେବାକୁ ପଡ଼ିବ। ଏସବୁ ନେଇକି ଆପଣମାନେ ତାପରେ କ୍ରିମିନାଲ ଅଫେନ୍ସ ଅଛି କି ନାହିଁ ସେଇଟା ମଧ୍ୟ ଆପଣଙ୍କୁ ନେବାକୁ ପଡ଼ିବ ଯଦି ଅଛି। ବାୟୋଡାଟା ଫର୍ମ ନେଇକି ଯିବେ। ତ ପିଲାମାନେ ଦେଖନ୍ତୁ ଏଇଟା ଦେଖିଲେ ଆପଣମାନେ ଏଇଠି ଯେଉଁ ଅଛି ଆପଣଙ୍କୁ ଏଇଟା ମ୍ୟାକ୍ସିମମ୍ ମାର୍କ ଆପଣଙ୍କ ମାର୍କ ମଧ୍ୟ କେମିତି ମିଳିବ ସବୁ ଅଛି। ଆପଣମାନେ ଇଲେକ୍ଟ୍ରିସିଆନ୍ ପାଇଁ ଦେଖନ୍ତୁ ରିକ୍ୱାରମେଣ୍ଟ 1 ଇୟର୍ ଏକ୍ସପିରିଏନ୍ସ ଥିଲେ 1 ଇୟର୍ ପାଇଁ 5 ମାର୍କ ମିଳିବ ହେଲା। କମ୍ପ୍ଲିଟ୍ 1 ଇୟର୍ ଏକ୍ସପିରିଏନ୍ସ 2 ମାର୍କ। ତ ଆପଣମାନେ ଏଇଭଳିଆ ଏଇଠି ମାର୍କ ମଧ୍ୟ ମିଳିବ ଆପଣଙ୍କୁ। ତ ପିଲାମାନେ ଦେଖନ୍ତୁ ଇଏ ହେଉଛି ଆପଣଙ୍କର ବାୟୋଡାଟା ଫର୍ମ। ଏଇଟା ଦେଖିଲେ ଏଇ ଫର୍ମକୁ ଆପଣମାନେ ଡାଉନଲୋଡ଼ କରିକି ନେବାକୁ ପଡ଼ିବ। ଦେଖିଲେ ଅଛି ନା ନାହିଁ। ତ ଦେଖନ୍ତୁ ପିଲାମାନେ ଏଇଟା ଥିଲା ଆପଣଙ୍କର ବହୁତ ଗୁଡ଼ା ଟିଚର ପଦବୀ। ଯେଉଁ ପିଲା କି ଏଲିଜିବଲ୍ ହେଇପାରିବେ ତ ନିଶ୍ଚିତ ଭାବରେ ସମସ୍ତେ ଇଣ୍ଟରଭ୍ୟୁ ପାଇଁ ଯିବେ। ତ ଆଶା କରୁଛି ପିଲାମାନେ ସମସ୍ତଙ୍କୁ ମୁଁ କମ୍ପ୍ଲିଟ୍ ଏଜୁକେସନ୍ ଦେଇପାରିଥିବି। ଯଦି ଭିଡ଼ିଓଟା ଭଲ ଲାଗୁଥିଲେ
ଲାଇକ୍ କରିବେ, ସେୟାର କରିବେ ଅନ୍ୟମାନଙ୍କୁ ମଧ୍ୟ। ଏବଂ ଆମର ଏଇ ଚ୍ୟାନେଲକୁ ଯଦି ଜଏନ୍ ହେଇନାହାନ୍ତି ସବସ୍କ୍ରାଇବ୍ କରି ରଖି ଅଲ୍ ନୋଟିଫିକେସନ୍କୁ ଅନ୍ କରିଦେବେ। କାହିଁକିନା ଆପଣମାନେ ସବସ୍କ୍ରାଇବ୍ କଲେ ଏଇଭଳିଆ ଡେଲି ଜବ୍ ଅପଡ଼େଟ୍ ଆପଣମାନେ ମୋର ୟୁଟ୍ୟୁବ୍ ନୋଟିଫିକେସନ୍ ଆପଣ ହିଁ ସର୍ବପ୍ରଥମେ ପାଇପାରିବେ। ତ ଜୟ ଜଗନ୍ନାଥ ପିଲାମାନେ, ଜୟ ଜଗନ୍ନାଥ ରେ ଜୟ ଜଗନ୍ନାଥ।